ଗଛ ଲଗାଅ ଗୋଟିଏ ଜୀବନ ବଞ୍ଚାଅ କୋଟିଏ। ବିଜେପୁରରେ ବନ ମହୋତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଉତ୍ସାହର ସହିତ ଅନୁଷ୍ଠିତ ହୋଇଯାଇଛି। ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ବନ ମହୋତ୍ସବ ଏବଂ ସହରାଞ୍ଚଳ ବନୀକରଣ ଅଭିଯାନ ବଡ଼ବାଉଁସାନ ଗ୍ରାମରେ ଉତ୍ସାହ ଓ ଧୁମଧାମରେ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ସରକାରର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓ ବନ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନେତାମାନେ, ଅଧିକାରୀ ଓ ଜନସାଧାରଣ ବୃହତ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ବିଜେପୁର ବିଧାୟକ ଶ୍ରୀ ସନତ କୁମାର ଗର୍ତିଆ ଯୋଗଦେଇ ବୃକ୍ଷରୋପଣ କରି କାର୍ଯ୍ୟକ୍ରମର ଉଦ୍ଘାଟନ କଲେ। ସେ ବର୍ତ୍ତମାନ ଗ୍ଲୋବାଲ ଓ ଲୋକାଲ ଯୁଗରେ ପରିବେଶର ରକ୍ଷାର ଆବଶ୍ୟକତା ଉପରେ ଜୋର ଦେଇ ଗଛ ଲଗାଇବା ଓ ତାହାକୁ ସୁରକ୍ଷିତ ରଖିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଜିଲ୍ଲା ବନଖଣ୍ଡ ଅଧିକାରୀ ବିକ୍ରମ ଦେବ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ସଦସ୍ୟ ସୁଦାମ ସାହୁ, ସହକାରୀ ବନ ସଂରକ୍ଷକ ଡକ୍ଟର ହରମୋହନ ରଥ, ଘେଁସ ରେଞ୍ଜର ବିଜୟଲକ୍ଷ୍ମୀ ପଟେଲ ଓ ଅନେକ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ଅଞ୍ଚଳର ଲୋକମାନେ ଓ ଛାତ୍ରଛାତ୍ରୀମାନେ ବୃକ୍ଷରୋପଣରେ ସାମିଲ ହୋଇ ନିମ୍ବ, ଜାମୁ, କରଞ୍ଜ, ପିସ୍ତାବାଦାମ, ବଉଳ, ଅଶୋକ, ଅଁଳା, ପଣସ, ତେନ୍ତୁଲି ପ୍ରମୁଖ ବିବିଧ ଚାରା ରୋପଣ କରିଥିଲେ। ପ୍ରାୟ 10,000ଟି ବୃକ୍ଷ ଲଗାଇବା ପାଇଁ ଲକ୍ଷ୍ୟ ରଖାଯାଇଥିଲା, ଯାହା ମଧ୍ୟରୁ ପ୍ରାୟ 1,000ଟି ଗଛ ଆଜି ଲଗାଯିବାରେ ସଫଳତା ମିଳିଥିଲା। ଏହି କାର୍ଯ୍ୟକ୍ରମର ସଫଳ ଅନୁଷ୍ଠାନ ପଛରେ ବିଜେପୁର ଫରେଷ୍ଟର ଚିନ୍ମୟ ପ୍ରଧାନ, ଉଦ୍ଧବ ପ୍ରଧାନ, ବନରକ୍ଷୀ ନରେଶ ମେହେର, ଲୋକେଶ୍ୱର ବୁଡ଼େକ ଓ ଘେଁସ ରେଞ୍ଜରର କର୍ମଚାରୀବୃନ୍ଦ ଅବଦାନ ଉଲ୍ଲେଖନୀୟ ଥିଲା। କୁର୍କୁଟା ହାଇସ୍କୁଲର ଖେଳ ଶିକ୍ଷକ ଦଶରଥ ଗଡ଼ତିଆଙ୍କ ନିତ୍ୟାନୁଷ୍ଠାନରେ ଅନେକ ଛାତ୍ରଛାତ୍ରୀ ମଧ୍ୟ ବୃକ୍ଷରୋପଣ କରି ସୂଚନାମୂଳକ ଭୂମିକା ନିଭାଇଥିଲେ। ଏହି ବୃକ୍ଷରୋପଣର କାର୍ଯ୍ୟକ୍ରମ ମାନବ ସମୁଦାୟ ପାଇଁ ଏକ ସଚେତନ ବାଣୀ ହୋଇଥିବା ସହ ଆଗାମୀ ଦିନରେ ଅଞ୍ଚଳରେ ଆହୁରି ଅଧିକ ବୃକ୍ଷ ଲଗାଯିବା ପାଇଁ ଆଶା ରଖାଯାଇଛି। ଆମର ଜଙ୍ଗଲ ଆମର ପରିବେଶ ଲାଗି କେତେ ମହତ୍ୱପୂର୍ଣ୍ଣ। ଆଜି ଆମର ବିଜେପୁର ପାଖରେ ଆମର ବଡ଼ବାଉଁସାନ ଗାଁ ଲାଗିକିରି ପ୍ରାୟ 15 ଏକର ଜମିରେ ଆମର ଏଠାରେ ପ୍ଲାଣ୍ଟେସନ୍ କରାଯିବ। এটা 2025-26 আমার সহরাঞ্চল বনীকরণ যোজনারে প্রায় 10,000 গছ আমার এখানে লগাযিবা। আর আজি তার শুভারম্ভ করা গলা আমার বরগড় ডিএফওঙ্কর প্রয়াসরে সুন্দর প্রোগ্রামটা করা গলা। ଆଉ ବିଭିନ୍ନ ସ୍କୁଲରୁ ଛାତ୍ରଛାତ୍ରୀମାନେ ଆସିକି ସେମାନେ ବି ଆଜି ଏଠାରେ ଗଛ ଲଗାଇଛନ୍। ଆଉ ଟାର୍ଗେଟ୍ ଅଛି 10,000 ଗଛ ତାମାନେ ପ୍ଲାଣ୍ଟେସନ୍ର। ଆଜି 1,000 ଗଛ ପାଖାପାଖି ଆଜି ସମସ୍ତେ ଆମେ ମିଶିକି ଲଗାଇଛୁ। ଆଉ ବହୁତ ଖୁସିର କଥା ଯେ ଦିନେ ଗୋଟେ ଆଗାମୀ ଦିନେ ଗୋଟେ 10,000 ଗଛର ଗୋଟେ ତାମାନେ ଜଙ୍ଗଲ ସୃଷ୍ଟି ହେବ, ଯେନ୍ଟାକି ତାମାନେ ଆମର ଏନ୍ଭାରମେଣ୍ଟ ଲାଗି ଭେରି ଇମ୍ପୋର୍ଟାଣ୍ଟ। ଆଉ ଆପଣମାନେ ସମସ୍ତେ ଜାଣିଛନ୍ ଯେ ବୃକ୍ଷ ହିଁ ଜୀବନ। ଯଦି ଆମେ ଗଛ ଯଦି ନା ଲଗାମା ବୋଲେ ଆମର ଏନ୍ଭାରମେଣ୍ଟକେ ଆମେ ନିଜେ ହିଁ ତାମାନେ ବର୍ବାଦ କରିଦେବା। ଆଉ ସେଇ ଅନ୍ତର୍ଗତ ଆଜି ରିଟିନେ ଆଜି ଗୋଟେ ପ୍ରୋଗ୍ରାମ ବିକ୍ରମ ଦେବ ପଟ୍ଟନାୟକ ଡିଏଫଓ ବରଗଡ଼ ଡିଭିଜନ। ଆମର 76ତମ ବନ ମହୋତ୍ସବ ସପ୍ତାହ ପାଳନ ପରିପ୍ରେକ୍ଷୀରେ ବିଜେପୁର NSC ନିକଟବର୍ତ୍ତୀ ଆମର ବଡ଼ବାଉଁସାନର ଯେଉଁ ଗ୍ରାମ୍ୟ ଜଙ୍ଗଲ ରହିଛି ସେଠାରେ ଆଜି ଆମର ଏଇ ବନ ମହୋତ୍ସବ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଛି। ଏଥିରେ ଆମର ବିଜେପୁର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସନତ କୁମାର ଗଡ଼ତିଆ ସାର୍, ଆଉ ଆମର ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ ମ୍ୟାଡ଼ାମ୍ ଏବଂ ଆମର ଜିଲ୍ଲା ପରିଷଦ ଜୋନ୍ର ଶ୍ରୀଯୁକ୍ତ ସୁଦାମ ସାହୁ ଏବଂ ଅନ୍ୟାନ୍ୟ এই অঞ্চলর যে বন সুরক্ষা সমিতির কর্মকর্তা এবং অন্যান্য সুধীবৃন্দ, স্কুল ছাত্রছাত্রী সমস্ত নেইকি আমার এখানে বন মহোৎসব উৎসব পালিত হয়েছি। আপনার জাঁচান যে আমার যে মাননীয় প্রধানমন্ত্রী যে নারা দিয়েছেন যে গোটিয়ে বৃক্ষ মা নামে আমি লগাইবা, তেমন সেই কার্যক্রম অন্তর্গত আমার এখানে ସବୁଜ ମହାନଦୀ ମିଶନ ଯୋଜନା ଅନ୍ତର୍ଗତ ସହରାଞ୍ଚଳ ବନୀକରଣ କାର୍ଯ୍ୟକ୍ରମ କରାଯାଉଛି। ସେଥିରେ 10,000 ବୃକ୍ଷ ଆମର ଲାଗିବ। ଏଇ ଯେଉଁ ପାଖାପାଖି 6.5 ହେକ୍ଟର ଜାଗାରେ ଏଇ 10,000 ଗଛ ଲାଗିବ ଏଇ ବର୍ଷ। ଏବଂ ଏତଦ୍ ବ୍ୟତୀତ ଆମର ବରଗଡ଼ ଜିଲ୍ଲାରେ 2,83,000 ଚାରା ଲାଗିବାର କାର୍ଯ୍ୟକ୍ରମ ରହିଛି। 9 ଲକ୍ଷ ଚାରା ଲୋକମାନଙ୍କୁ
बांटिया योजना रही जो चारा बांटिया कार्यक्रम रही समस्ते आमर जो विभिन्न नर्सरी अच्छी आम जिलार भितर विभिन्न जगार से चारा नहीं निज बाड़ी लगेबे एवं ये जो आप जमी कहले बरगढ़ जो सबुजिमा को केमती जहाँ कमी जाइए आगामी दिन में केमती अधिक कर प्रति समस्त यत्नवान हे।